ହେଇଛ ନା? ହେଲେ ତୁ ଏ ଘରକୁ କେମିତି ଆସିଲୁ? ମୁଁ ପରା ଘରେ ଚାକର କାମ କରୁଛି। এই বাবা ମୁଁ ତୁ ବାହାରେ ଛାଡ଼ିଦେବି। ତମେ ଘର ଛାଡ଼ି ଚାଲିଯାଅ ତମେ ଚାଲିଯାଅ। ଚାଲିଯିବି ବୋଲି ତ ଭାବୁଥିଲି, ହେଲେ ତତେ ଦେଖିଲା ପରେ ମୁଁ ଭାବୁଛି ସବୁଦିନ ପାଇଁ ଏଇ ଘରେ ରହିବି। କିନ୍ତୁ କାହିଁକି? କାହିଁକି ନା ଏଇ ଘରେ ରହିଲେ ସବୁବେଳେ ତତେ ଦେଖୁଥିବି, ତୋ ସହିତ କଥା ହଉଥିବି ରେ ବଲୁ। ନାଇଁ ଦିଦି ନାଇଁ, ମୁଁ ଦେଖୁଛି ତୁମେ ପାଗଳ ହେଇଯାଇଛ ତମେ। ମତେ ଭଲ ପାଉଥିଲ ବୋଲି ମୋ ନାଟକ ତମ ହାତରେ ଲେଖିଛ। ଦେଖିଲ ଏବେ କଣ ହେଲା? ସେ ନାଟ ପାଇଁ ତମେ କେତେ ମାଡ଼ ଖାଇଲ। ତୁ ମୋ ପାଖରେ ଥିଲେ ମୁଁ ଯେତେ ମାଡ଼ ଖାଇଲେ ବି ମତେ କଷ୍ଟ ଲାଗିବନି ରେ ବଲୁ। ଏ ବାବା, এই বাবু ବହୁତ ରାଗି ଲୋକ। ଏଠାରୁ ଚାଲିଯାଅ, ନହେଲେ ସେ ତମକୁ ଜୀବନରେ ମାରିଦେବ। ମାରି ଦିଅନ୍ତୁ ମତେ, ମୁଁ ମରି ଯିବାକୁ ଚାହେଁ। ଏ ଦିଦି, ମୁଁ ତମ କଷ୍ଟ ଦେଖିପାରିବିନି ମୁଁ। ଯଦି ତୁ ମୋ କଷ୍ଟ ଦେଖିପାରିବୁନି ତାହେଲେ ବର ଗୋଟାଏ କାମ କରିବୁ। କଣ କରିବି କୁହ? ତୁ ମତେ ଏଠାରୁ ନେଇଯା ବଲୁ। ଆମେ ବହୁତ ଦୂରକୁ ଚାଲିଯିବା, ସେଇଠି ଆମେ ବହୁତ ସୁଖରେ ରହିବା ବଲୁ। ନାଇଁ ଦିଦି ନାଇଁ। ଏ ଦିଦି, ଆଜି ତମ ଅନ୍ୟ କାହାର ହେଇଯାଇଛ। ତମକୁ ଛୁଇଁବା ବି ମତେ ପାପ ଲାଗିବ। ପାପ। ଭଲ ପାଇବା ପାପ ନୁହେଁ ରେ ବଲୁ, କିନ୍ତୁ ଅନ୍ୟର ସ୍ତ୍ରୀକୁ ନେଇଯିବା ବହୁତ ବଡ଼ ପାପ। ମୁଁ ଜାଣୁଛ ହେଇପାରେ, କିନ୍ତୁ ନିଜକୁ କେବେ ମୁଁ ପାପି ସତେଇ ପାରିବିନି। ଏ ଦିଦି, ବରଂ ତମ ଭାଗ୍ୟ ନେଇ ଖୁସିରେ ରୁହ। ଆଉ ଭାବିନିଅ ତମର এই ମନୁଟା ଆଜିଠାରୁ ମରିଯାଇଛି। জীবন